ଯେ ମୁଁ ଆଜି ଖାଲି ଶୁଣିବା ପାଇଲି ଗୋଟାଏ ବାବା କିଏ ହେଇଛି ଉଲଗ୍ନ ହେଇକି ଗଲା ଥର ଗୋଟେ ଶିକା ଟାଣିକି ସେ କାନ୍ଧରେ ଖାଲି ଉଠେଇଲା ପକେଇଲା। ମୁଁ ତାକୁ ଯାଇ ମନା କଲି, ମାନିଲେନି। ଯେମିତି ନ ମାରିଲା ଆମେ ସମସ୍ତେ ତାକୁ ଧରି ପକେଇଲୁ। କହିଲା ମରି ଜାଗା ଛାଡ଼ିଦେଲୁ। ଆଜି ମୁଁ ଶୁଣିବାକୁ ଏଇନା ଗୋଟେ ଖବର ପାଇଲି, ମୁଁ ଯଦି ଜାଣିଥାନ୍ତି ଯାଇଥାନ୍ତି ସେ ବାବା ଗୋଟେ ନଙ୍ଗଳା ବାବା କିଏ ଆଇଛି। ମୁଁ କାଲି ପ୍ରୋଗ୍ରାମ କରୁଛି ତା ନଙ୍ଗଳାକୁ ଘୋଡେଇବୁ। ସେ ଯୋଉ ବାବା ହଉ ନଙ୍ଗଳା ହେଇପାରିବନି, ଏଠି ଉଲଗ୍ନ ଦେଖେଇ ହବନି, ଏଠି କୌଣସି ଭାଣ୍ଡ କାରବାର ଚଳିବନି। ଆମ ମା ଭଉଣୀ ମାନେ ଏଠି ଯାତ୍ରା ଯାଉଛନ୍ତି ଦେଖିବା ପାଇଁ। ତାର ଗଲାଥର ଯେମିତି ତାକୁ ମୋଡିକିରି ଛିଣ୍ଡେଇବା ଉପରେ ଥିଲା, ସେମିତି ଦରକାର ପଡେ ଛିଣ୍ଡେଇ ବାହାର କରିଦବୁ। ଉଲଗ୍ନ ପ୍ରଶ୍ନ ନାହିଁ, ନଙ୍ଗଳ ବାବାକୁ ଫୁରେଇ ଦବୁ। 71 ମସିହାରେ ବାଡେଇକି ବିଦାୟ କରିଛୁ। ଏଠି ଉଲଗ୍ନଗିରି ଚଳିବନି, ଏଠି କୌଣସି ମା ଭଉଣୀଙ୍କର ଆମର ଅସମ୍ମାନ କାହାକୁ ଦେଖେଇ ଦିଆଯିବନି। ଆଉଛି ଆନନ୍ଦ ଉଲ୍ଲାସରେ ମା ଭଉଣୀ ମାନେ ଚାରିଆଡେ ବ୍ୟାପି ଗଲେଣି। ଦୋକାନ ବଜାର ଖୋଲିଗଲାଣି, କାରବାର ଜୋରେ ହେଲାଣି। କାଲିଠୁ ନାଟ ଆରମ୍ଭ ହବ। ପ୍ରାୟ 12ଟା ପେଣ୍ଡାଲ ଆସୁଛି ଏଥର। ସମସ୍ତେ ଯିବ, ଶାନ୍ତିରେ ଦେଖିବ। ଶାନ୍ତି ଯାତ୍ରା ଆମର ଯାତ୍ରା ଏ ଅଞ୍ଚଳର। ଆମ ଯାତ୍ରା ଆରମ୍ଭ ଖଣ୍ଡଗିରିରୁ, ସରିବ ବରୁଣେଇରେ। ତେଣୁ ଆସନ୍ତୁ ସମସ୍ତେ ଖଣ୍ଡଗିରି ରାଜାରେ ଏବଂ ଯାତ୍ରାରେ ମାଙ୍କୁ ଦର୍ଶନ କରିବା, ଭଗବାନ ଜଗନ୍ନାଥଙ୍କୁ ଦର୍ଶନ କରିବା, ଯାତ୍ରା ଏନ୍ଜୟ କରିବା। ଉଲଗ୍ନ ପ୍ରଶ୍ନ ନାହିଁ, ନଙ୍ଗଳ ବାବାକୁ ଫୁରେଇ ଦବୁ। 71 ମସିହାରେ ବାଡେଇକି ବିଦାୟ କରିଛୁ। ଏଠି ଉଲଗ୍ନଗିରି ଚଳିବନି, ଏଠି କୌଣସି ମା ଭଉଣୀଙ୍କର ଆମର ଅସମ୍ମାନ କାହାକୁ ଦେଖେଇ ଦିଆଯିବନି। ମୁଁ ଏଇନା ଆଇଲି, ମୁଁ ଏଇନା ଖଣ୍ଡଗିରିରୁ ଆଉଛି। ପ୍ରାୟ 1500 ଭଳିଆ ସାଧୁ ପାଏ। ଶୁଣ ସରକାର, ମୋହନ ମାଝୀ ମେୟର, ତମେ ସାଧୁ ସନ୍ଥ ମାନଙ୍କୁ ଅନ୍ୟାୟ କରୁଛ। ଖଣ୍ଡଗିରି ଉଦୟ ହଉଛି ସାଧୁ ସନ୍ଥଙ୍କର ହାଡା। ଏଇ ସମୟରେ ମୁଁ ଜାଣିବାର 60 ବର୍ଷରୁ ଉର୍ଦ୍ଧ୍ୱ ବୁଝାବୁଝି କଲାଣି। ସାଧୁ ସନ୍ଥ ଆସନ୍ତି, ଧ୍ୟାନ କରନ୍ତି, ପୂଜା କରନ୍ତି, ଆଳତି କରନ୍ତି, ଧୂପ କରନ୍ତି, ଆନନ୍ଦରେ ଯାଆନ୍ତି ଈଶ୍ୱରଙ୍କୁ ଡାକି। ତାଙ୍କୁ ତମେ ବାଧା ସୃଷ୍ଟି କରୁଛ। ସେ ତଳ ମାନଙ୍କରେ ରହୁଥିଲେ, ତାଙ୍କୁ ଉଠେଇ ଦେଇଛ। ସାଇଟରେ ମୁଟ ବସ୍ତରେ ଉଠେଇ ଦେଇଛ। ମୁଁ ପରଦିନ ଯାଉଛି, ଯଦି ତାଙ୍କୁ ଏଭଳିଆ ଉଠାଯାଏ ଜବରଦସ୍ତ ବସିବୁ ଆମେ। ସାଧୁ ସନ୍ଥ ଆଉ 2 ଦିନ ବସିବେ, ଜବରଦସ୍ତ ବସିବୁ ତା ଉପରେ। ନାଇଁ ନାଇଁ, ଯେ କହୁ ମିଛ କହୁଛନ୍ତି। ଆମେ ଡାକରା ଦଉ, ସାରା ପୃଥିବୀରୁ ବାବା, ଫରେନର ବାବା ଆଇଛନ୍ତି, ଇଣ୍ଡିଆର ଜାଗାରୁ ଆଇଛନ୍ତି। ଆର୍ତ୍ତତାଣ ବାବା ବୋଲି ଜଣେ ଅଛନ୍ତି, ସେ ଛୁଇଁଦେଲେ ରୋଗ ଭଲ ହେଇଯାଉଛି ସତେ? ଆରେ ହେ, ତାଙ୍କ ଆଙ୍ଗୁଠିରେ କନା ଗୁଡେଇ ଦିଅ, ଆଉ ରୋଗ ଫୋଗ ଭଲ ହେଇଯିବ। ପରେ ସେ ଡାକ୍ତର ବେଳେ ଯିବେ କୁଆଡେ? ସୁଇସାଇଡ କରିବେ ଡାକ୍ତର? ଆଉ ରୋଗ ତ ଇଏ ଭଲ କରିଦବା ହାତ ମାରିକିରି। ଆଉ ସେ ଡାକ୍ତର ଯିବେ କୋଉଠି? ଏତେ ପାଠ ପଢି ଏତେ ଡାକ୍ତରଖାନା, ସବୁ ଡାକ୍ତରଖାନା ବନ୍ଦ ହେଇଯିବ। ତେଣୁ ତା ଆଙ୍ଗୁଠିରେ ଗୋଟେ ଗାମୁଛା ଗୁଡେଇ ଦିଅ, ଭଲ ହବ। ହଁ, ଚାଲୁନି ଯାଉ। ଓ ତାହେଲେ ଆଉ କାହିଁକି ଯାଉଛି ଲୋକ ଏମିତି? କାହିଁ ସାମରେ ଏତେ ପଇସା ଦଉଛନ୍ତି, ସ୍କିମରେ ଦଉଛନ୍ତି, ଆଇଟିଆରରେ ଦଉଛନ୍ତି? କଣ ପାଇଁ ଏତେ ପଇସା ଦଉଛନ୍ତି? ଆପୋଲୋରେ କଣ ପାଇଁ ଦଉଛନ୍ତି? ଏ ତ ହାତ ମାରିଦେଲେ ଭଲ ହେଇଯାଉଛି। ତା ହାତରେ ଗାମୁଛା ଗୁଡେଇ ଦିଅ, ନହେଲେ ଡାକ୍ତରଖାନା ବନ୍ଦ ହେଇଯିବ। କିଏ? ଆରେ ଖଣ୍ଡଗିରି ଆମର ଏଣ୍ଟରଟେନମେଣ୍ଟ ଯାତ୍ରା। ଏଇନା 12 ଦିନ ଯାତ୍ରା ହବ। ଯିବ, ସବୁ ପ୍ରେମରେ ଦେଖିବ, ଆନନ୍ଦରେ ଦେଖିବ, ସ୍ତ୍ରୀକି ନେଇ ଦେଖିବ, ପ୍ରେମିକାକୁ ନେଇ ଦେଖିବ। ଅଶୁଣକୁ ଆଲାଉ କରିବୁନି ଆମେ। ଶୁଣ ଶୁଣ, ଇତିହାସ ଶୁଣ। 50 ବର୍ଷ ତଳେ ଗୋଟେ ଜୈନ ମନ୍ଦିର ଅଛି ଖଣ୍ଡଗିରି ଉପରେ, ଦେଖିବେ ନଙ୍ଗୁଳି। ସେ କଣ କରନ୍ତି ଏଇ ଯାତ୍ରା ସମୟରେ? ଏଇ ସମୟରେ 200 ଉଲଗ୍ନ ହେଇ, ପୁରା ନଙ୍ଗଳା ହେଇ ଚାଲିକି ଯାଆନ୍ତି। ଆମ ମା ଭଉଣୀ ମାନେ ଦେଖିଲେ। ମୁଁ ନୂଆ MLA, 77 ମସିହା। ସେଠୁ ଆମର ସେ ପାଖ ଗାଁ ଆଇଁଗିଣିଆ, ପୂର୍ଣ୍ଣସୁନ୍ଦରା, ଜାଗମରା, ତ୍ରିଲୋଚନ ପ୍ରଧାନ, ବରମୁଣ୍ଡା, ଘାଟିକିଆ, ହରିବନ୍ଧୁ ଭୂଇଁଆ ସବୁ ଏକାଠି ହେଇ ଗଲୁ
ତାଙ୍କୁ ଅନୁରୋଧ କରିବା ପାଇଁ ତମେ ଉଲଗ୍ନ ହେଇ ଯାଇପାରିବନି। ସେ ଓଲଟ ବାଡେଇଲେ ଜଣେ ଆମ ପୂର୍ଣ୍ଣ ସୁନ୍ଦରା ବୋଲି ବିଶିଷ୍ଟ ଲୋକ, ତାଙ୍କ ପୁଅ ଏଇନା ଅଛନ୍ତି କାଉନସିଲର, ତାକୁ ବାଡେଇ ଦେଲେ। ସେ ଲଙ୍ଗଳା ବାବା ମଙ୍ଗଳ ବାବା 200 ଲୋକ ସେ କାଠ ଫାଳିଆ ଧରି କୁଢେଇଲୁ ଯେ 32ଟା ଥାନା ଡାକ୍ତରଖାନାରେ ପଡିଲେ। ଆଉ ଦିନେ ନଙ୍ଗଳା ଖଣ୍ଡଗିରି ଉଦୟଗିରି ବାବାଙ୍କୁ ମାଇଲେ ଦେଖିବନି। ତ ଆପଣ ପାପ କଲେ। ଯେ ମୁଁ ଆଜି ଖାଲି ଶୁଣିବା ପାଇଲି ଗୋଟାଏ ବାବା କିଏ ହେଇଛି ଉଲଗ୍ନ ହେଇକି ଗଲାଥର ଗୋଟେ ଶିକା ଟାଙ୍କି ସେ କାଣ୍ଡରେ ଖାଲି ଉଠେଇଲା ପକେଇଲା। ମୁଁ ତାକୁ ଯାଇ ମନା କଲି, ମାନିଲେନି। ଯେମିତି ନ ମାରିଲା ଆମେ ସମସ୍ତେ ତାକୁ ଧରି ପକେଇଲୁ। କହିଲା ମରି ଜାଗା ଛାଡ଼ିଦେଲୁ। ଆଜି ମୁଁ ଶୁଣିବାକୁ ଏଇନା ଗୋଟେ ଖବର ପାଇଲି, ମୁଁ ଯଦି ଜାଣିଥାନ୍ତି ଯାଇଥାନ୍ତି ସେ ବାବା ଗୋଟେ ନଙ୍ଗଳା ବାବା କିଏ ଆଇଛି। ମୁଁ କାଲି ପ୍ରୋଗ୍ରାମ କରୁଛି ତା ନଙ୍ଗଳାକୁ ଘୋଡେଇବୁ। ତରୁଆଲ ବାବା ସେ ଯୋଉ ବାବା ହଉ ନଙ୍ଗଳା ହେଇପାରିବନି। ଏଠେଇ ଉଲଗ୍ନ ଦେଖେଇ ହବନି। ଏଠେଇ କୌଣସି ଭାନ କାରବାର ଚଳିବନି। ଆମ ମା ଭଉଣୀ ମାନେ ଏଠେଇ ଯାତ୍ରା ଯାଉଛନ୍ତି ଦେଖିବା ପାଇଁ। କାର ଗଲାଥର ଯେମିତି ତାକୁ ମୋଡିକିରି ଛିଣ୍ଡେଇବା ଉପରେ ଥିଲା, ସେମିତି ଦରକାର ପଡେ ଛିଣ୍ଡେଇ ବାହାର କରିଦବୁ।